ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆଜିର ଏହି ଭାରତୀୟ ଖ୍ରୀଷ୍ଟୀୟ ଦିବସ ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ପ୍ରେଜ୍ ଦ ଲର୍ଡ ମୁଁ ଜ୍ଞାପନ କରୁଅଛି। ପରମେଶ୍ୱର ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ସମସ୍ତେ ଜାଣୁ ଆଜି ହେଉଛି ଜୁଲାଇ 3 ତାରିଖ। ଏହି ଜୁଲାଇ 3 ତାରିଖକୁ ଆମେ ଭାରତର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଖ୍ରୀଷ୍ଟୀୟ ଦିବସ ବା ଭାରତୀୟ ଖ୍ରୀଷ୍ଟିଆନ ଡେ ଭାବରେ ଆମେ ସେଲିବ୍ରେଟ କରିଥାଉ, ଖ୍ରୀଷ୍ଟୀୟ ଦିବସ ଭାବରେ ଆମେ ସ୍ମରଣ କରିଥାଉ। ତ ଏହି ଭାରତୀୟ ଖ୍ରୀଷ୍ଟୀୟ ଦିବସ ଅବସରରେ ପ୍ରଭୁଙ୍କ ବାକ୍ୟରୁ ମୁଁ ଆପଣମାନଙ୍କ ନିକଟରେ ଆଉ ଏକ ନୂଆ ପ୍ରସଙ୍ଗ ଅଳ୍ପ ସମୟ ରଖିବା ପାଇଁ ଚାହେଁ। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଭାରତରେ ସୁସମାଚାର କେମିତି ଆସିଲା, ଥମା ଭାରତକୁ କାହିଁକି ଆସିଥିଲେ। ଆଜିର ପ୍ରସଙ୍ଗ ହେଲା, ପ୍ରଥମ ବିଷୟ ଭାରତରେ ସୁସମାଚାର କେମିତି ଆସିଲା ଏବଂ ଥମା ଭାରତକୁ କାହିଁକି ଆସିଥିଲେ। ଏହି ପ୍ରସଙ୍ଗରେ ଅଳ୍ପ ସମୟ ଆମେ ବାକ୍ୟରୁ କଥାବାର୍ତ୍ତା ହେବା। ପ୍ରିୟମାନେ, ଅନେକ କହନ୍ତି ଯେ ଭାରତରେ ସୁସମାଚାର ସେମାନେ ଆଣିଥିଲେ ଯେଉଁମାନେ କି ଇଂରେଜ ସରକାର, ଯେଉଁମାନେ କି ବ୍ରିଟିଶ ସରକାର, ସେମାନେ କ'ଣ କରିଥିଲେ, ଭାରତକୁ ସୁସମାଚାର ଆଣିଥିଲେ। ଏହା ଅନେକଙ୍କର ମତାମତ। ଅନେକ ଭାଇ ଭଉଣୀମାନେ ଜାଣିନାହାନ୍ତି ଯେ ଭାରତରେ ଖ୍ରୀଷ୍ଟିଆନ ମଣ୍ଡଳୀ ବା ଖ୍ରୀଷ୍ଟୀୟ ଧର୍ମ କେମିତି ସ୍ଥାପିତ ହେଲା, ସୁସମାଚାର କେମିତି ପ୍ରଚାରିତ ହେଲା। ଅନେକ ଭାଇ ଭଉଣୀମାନେ ଜାଣିନାହାନ୍ତି। ସେମାନେ କହନ୍ତି ଯେ ବ୍ରିଟିଶ ମାନେ, ଇଂରେଜ ସରକାର ମାନେ ସେମାନେ କ'ଣ କଲେ, ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଆସି ପ୍ରଚାର କଲେ, ବାଇବଲ ସେମାନେ ପ୍ରଚାର କଲେ, ସୁସମାଚାରକୁ ସେମାନେ କ'ଣ କଲେ, ପ୍ରଚାର କଲେ। ଏହି ପ୍ରକାର କଥା ଅନେକ କହନ୍ତି। ପ୍ରିୟମାନେ, ବ୍ରିଟିଶ ସରକାର ସେମାନେ ସୁସମାଚାର ପ୍ରଚାର କରିବା ନିମନ୍ତେ ଆସିନଥିଲେ। ଇଂରେଜ ମାନେ ସେମାନେ ଯୀଶୁଖ୍ରୀଷ୍ଟଙ୍କର ବିଷୟ ସେମାନେ ପ୍ରଚାର କରିବା ପାଇଁ ଆସିନଥିଲେ। ସେମାନେ ଏହି ଭାରତରେ ଶାସନ କରିବା ଉଦ୍ଦେଶ୍ୟରେ, ଏହି ଭାରତରେ ତାଙ୍କର ସରକାରକୁ ଗଠନ କରିବା ଉଦ୍ଦେଶ୍ୟରେ, ତାଙ୍କ ରାଜ୍ୟ ସ୍ଥାପନ କରିବା ଉଦ୍ଦେଶ୍ୟରେ ଏବଂ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ସ୍ଥାପନ କରି ସେମାନଙ୍କର ବାଣିଜ୍ୟ ବ୍ୟବସାୟକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସେମାନେ ଏହି ଭାରତକୁ ସେମାନେ କବ୍ଜା କରିଥିଲେ। ଏହି ଭାରତରେ ଆସି ସେମାନେ ରାଜ୍ୟ କରୁଥିଲେ। କିନ୍ତୁ ସେମାନେ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଜାଣିନଥିଲେ ଆଉ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ସେମାନେ ପ୍ରଚାର କରିନଥିଲେ। ଏହି ଭାରତରେ ଇଂରେଜମାନେ ଆସିବାର ଅନେକ ବର୍ଷ ପୂର୍ବେ ଅର୍ଥାତ୍ AD 52ରେ ଯୀଶୁଖ୍ରୀଷ୍ଟଙ୍କର ମନୋନୀତ ପ୍ରେରିତ ଯେ ଥମା, ସେ କ'ଣ କରିଥିଲେ, ଏହି ଭାରତରେ ଆସି ସେ 20 ବର୍ଷ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବାକ୍ୟକୁ, ତାହାଙ୍କର ସୁସମାଚାରକୁ ସେ ପ୍ରଚାର କରିଥିଲେ। ପ୍ରିୟମାନେ, ଏହି କଥା ଆମେ ଜାଣିବା ଆବଶ୍ୟକ ରହିଛି। ଇଂରେଜମାନେ ବା ବ୍ରିଟିଶ ସରକାର କେବେ ଭାରତକୁ ଆସିଲେ? ସେମାନେ ଆସିଲେ 1851ରୁ 1947 ମସିହା ପର୍ଯ୍ୟନ୍ତ ଏହି ଭାରତରେ ସେମାନେ ଶାସନ କରୁଥିଲେ। କିନ୍ତୁ 1851 ପୂର୍ବରୁ ଅର୍ଥାତ୍ 52 ADରେ 52 ମସିହାରେ ଭାରତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମନୋନୀତ ପ୍ରେରିତ ଥମା ଏହି ଭାରତରେ ଆସି ସେ କ'ଣ କରିଥିଲେ, ସେ ସୁସମାଚାର ପ୍ରଚାର କରିଥିଲେ। 20 ବର୍ଷ ସେ ପ୍ରଭୁଙ୍କର ସେବା କଲେ। ଆଉ 72 ADରେ ଜୁଲାଇ 3 ତାରିଖ ଦିନ ତାଙ୍କୁ କ'ଣ କରାଗଲା, ଚେନ୍ନାଇରେ ତାଙ୍କୁ ବଚ୍ଚାଘାତ ବା ଭାଲାରେ ତାଙ୍କୁ ମାରି ହତ୍ୟା କରାଗଲା, ତାଙ୍କୁ ମାରି ଦିଆଗଲା। ସେଥିପାଇଁ ସେହି ଜୁଲାଇ 3 ତାରିଖକୁ ଆଜି ଭାରତର ସମଗ୍ର ଖ୍ରୀଷ୍ଟିଆନ ସମାଜ ଆମେ କ'ଣ କରୁ, ଖ୍ରୀଷ୍ଟୀୟ ଦିବସ ଭାବରେ ଆମେ ପାଳନ କରିଥାଉ। ପ୍ରିୟମାନେ, ଏହା ଆମେ ଜାଣିବା ଦରକାର ଯେ ସେହି ସୁସମାଚାରକୁ ଇଂରେଜମାନେ ଆଣିନଥିଲେ, ସ୍ୱୟଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମନୋନୀତ ପ୍ରେରିତ ଯେ କି ଥମା ଏହି ଭାରତକୁ ସେ ଆସିଥିଲେ। ଆଉ ସେ ତାଙ୍କର 7ଟି ମଣ୍ଡଳୀ ସ୍ଥାପନ କରିବା ସହିତ 20 ବର୍ଷ ଧରି ପ୍ରଭୁଙ୍କର ସେବା କାର୍ଯ୍ୟକୁ ସେ କରିଥିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଉ ଜଣେ ପ୍ରେରିତ ଯେ କି ବାର୍ଥୋଲୋମି, ସେ ମଧ୍ୟ ଏ ଭାରତରେ ସେ ପଦାର୍ପଣ କରିଥିଲେ। ଅନେକ ଦିନ ସେ ପ୍ରଭୁଙ୍କର ସୁସମାଚାରକୁ ପ୍ରଚାର କଲା ପରେ ସେ ପୁନର୍ବାର ସେ ଚାଲି ଯାଇଥିଲେ। ମାତ୍ର ଏହା ଆମେ ଜାଣିବା ଦରକାର ଯେ ସୁସମାଚାର କୌଣସି ଅନ୍ୟ କେହି ଆଣିନଥିଲେ। ଏହି ସୁସମାଚାର କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମନୋନୀତ ସେହି ପ୍ରେରିତ ମାନେ ଆମ ଭାରତ ଦେଶରେ ସେମାନେ ପାଦ ଦେଇଥିଲେ। ଆଉ ତାହାଙ୍କର ସେବା କାର୍ଯ୍ୟ ଦ୍ୱାରା ଆମେ କ'ଣ ହେଇଛୁ, ଆଜି ସତ୍ୟ ପରମେଶ୍ୱରଙ୍କୁ ଆମେ
ଜାଣିପାରୁଛୁ। ଆମେ କେତେ ସୌଭାଗ୍ୟଶାଳୀ ଲୋକମାନେ ଅଟୁ ପ୍ରିୟମାନେ, ଏଇ ଭାରତ ପରି ଜାଗାରେ ଆମେ ଖ୍ରୀଷ୍ଟିଆନ ଭାବରେ ଆମେ ବସବାସ କରୁଛୁ। ଏଇ ଭାରତ ମାଟିରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମନୋନୀତ ପ୍ରେରିତ ସାଧୁ ଥମାଙ୍କର ଶବ ଏଇ ଭାରତ ମାଟିରେ ଅଛି। ଯେତେବେଳେ ପ୍ରଭୁ ଆଗମନ କରିବେ, ମୁଁ ବିଶ୍ୱାସ କରେ ତାଙ୍କ ଶରୀର ପ୍ରଥମରେ ସେ ଉତ୍ଥିତ ହେଲା ପରେ ତାଙ୍କ ସହିତ ଯେଉଁମାନେ ତାଙ୍କ ବାକ୍ୟରେ ବିଶ୍ୱାସ କରି ଆଜି ସତରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରି ଆମେ ଯେତେ ଜଣ ପବିତ୍ର ଜୀବନ ଯାପନ କରୁଛୁ, ଆମ୍ଭେମାନେ ମଧ୍ୟ ରୂପାନ୍ତରିତ ହେବା। ଯଦି ଆମର ମୃତ୍ୟୁବରଣ ହେଇଥିବ ପ୍ରିୟମାନେ, ଆମ କବର ମଧ୍ୟ ଫାଟିବ। ପ୍ରଭୁଙ୍କର ଗୌରବ ହଉ। ଦ୍ୱିତୀୟ ବିଷୟ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ ଯେ ପ୍ରକୃତରେ ଥମା ଭାରତକୁ କାହିଁକି ଆସିଥିଲେ। ପ୍ରିୟମାନେ, ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଅନେକ ମିଶନାରୀ ମାନେ, ଅନେକ ପ୍ରଚାରକ ମାନେ ସେମାନେ କଣ କରନ୍ତି, ଦେଶ ଛାଡି ଦେଶ ସେମାନେ ପ୍ରଚାର ନିମନ୍ତେ ଯାଆନ୍ତି। ଆପଣ ଜାଣିଥିବେ ଏଇ ଭାରତ ବର୍ଷରେ ମଧ୍ୟ ଅନେକ ବକ୍ତା ମାନେ ଅଛନ୍ତି ଯେଉଁମାନେ କି ଭାରତ ବାହାରେ ସେମାନେ ପ୍ରଚାର ପାଇଁ ଯାଆନ୍ତି। କାହିଁକି ଯାଆନ୍ତି? ଅନେକ ଟଙ୍କା ପାଇଁ ଯାଆନ୍ତି। ଅନେକ ସେମାନଙ୍କୁ ଡାକିଛନ୍ତି ବୋଲି, ମିଟିଂ ଅର୍ଗାନାଇଜ ହେଇଛି ବୋଲି ସେମାନେ ଯାଆନ୍ତି। ମାତ୍ର ଥମାକୁ କୋଉ ସଂସ୍ଥା ଭାରତରେ ଆସିବା ପାଇଁ ପଠେଇଥିଲା? ଥମାକୁ କିଏ ଟଙ୍କା ଦେଇ ଏଇ ଭାରତକୁ ପଠେଇଥିଲେ ଏବଂ ଭାରତର କିଏ ତାଙ୍କୁ ଫୁଲମାଳ ଦେବା ପାଇଁ ମିଟିଂ ଅର୍ଗାନାଇଜ କରି ତାଙ୍କୁ କିଏ ଡାକିଥିଲେ? ଥମା ପ୍ରକୃତରେ ଏଇ ଭାରତରେ କାହିଁକି ଆସିଥିଲେ? ଆପଣମାନଙ୍କ ନିକଟରେ ମୁଁ 5ଟି ବିଷୟ ରଖିବା ପାଇଁ ଚାହେଁ। ପ୍ରଥମ ବିଷୟ, ଥମା ଏଇ ଭାରତକୁ କାହିଁକି ଆସିଥିଲେ? ମାଥ୍ୟୁ 28 ଅଧ୍ୟାୟ ଆପଣମାନଙ୍କ ନିକଟରେ ମୁଁ ପଢିବା ପାଇଁ ଚାହେଁ। 28 ଅଧ୍ୟାୟ 18 ପଦରୁ 20 ପଦ ପର୍ଯ୍ୟନ୍ତ ଲେଖାଯାଏ, ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ। ଯୀଶୁ ଆପଣ ଶିଷ୍ୟମାନଙ୍କ ନିକଟରେ ଆସି ସେ ଆଳାପ କରି କହିଲେ। ଆପଣ ଶିଷ୍ୟମାନେ, ସେଇ 11 ଜଣ ପ୍ରେରିତ ମାନଙ୍କ ମଧ୍ୟରେ ଥମା ମଧ୍ୟ ଥିଲେ। ଆଉ ସେମାନଙ୍କ ମଧ୍ୟରେ ଯୀଶୁଖ୍ରୀଷ୍ଟ ଆସି ଆଳାପ କରି କହିଲେ। କଣ ବୋଲି କହିଲେ? ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମତେ ପ୍ରଦତ୍ତ ହୋଇଅଛି। ଅତଏବ ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେଇ ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦା ସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି। ପ୍ରିୟମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଥମା ଏଇ ଭାରତରେ ଏଥିପାଇଁ ଆସିଥିଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେଇ ଗ୍ରେଟ୍ କମିଶନ ବା ତାଙ୍କର ସେଇ ମହାନ ଆଜ୍ଞାକୁ ପାଳନ କରିବା ଉଦ୍ଦେଶ୍ୟରେ, ମହାନ ଆଜ୍ଞାକୁ ପାଳନ କରି ଶିଷ୍ୟ ତିଆରି କରିବା ଉଦ୍ଦେଶ୍ୟରେ ଏଇ ଭାରତକୁ ସେ ପଳାଇ ଆସିଲେ। ଆଉ ସେ ବିଶ୍ୱାସ କରିଥିଲେ ଯେ ମୋର ପରମେଶ୍ୱର ମୋ ସହିତ ଅଛନ୍ତି। ମୁଁ ଯିବି ଆଉ ମୁଁ କଣ କରିବି? ଯୀଶୁଖ୍ରୀଷ୍ଟଙ୍କର ସୁସମାଚାରକୁ ମୁଁ ପ୍ରଚାର କରିବି। ସେଥିପାଇଁ ସେ ଏଇ ଭାରତକୁ ଆସିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ଆଜ୍ଞା ଦେଇଥିଲେ ସେ ଆଜ୍ଞାକୁ ଆଧାର କରି, ସେ ଆଜ୍ଞାକୁ ମାନ୍ୟ କରି, ମହାନ ଆଜ୍ଞାକୁ ସେ ନିଜ ଜୀବନରେ ସେ ପାଳନ କରି ଏ ଭାରତକୁ ସେ ଆସିଥିଲେ। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ, ପ୍ରଭୁ ଯୀଶୁଖ୍ରୀଷ୍ଟ କାହିଁକି ଏହି ଥମା ଏଇ ଭାରତକୁ କାହିଁକି ଆସିଥିଲେ? ଆପଣମାନେ ମୋ ସହିତ ପଢିବେ ଯୋହନ ଲିଖିତ ସୁସମାଚାର 14 ଅଧ୍ୟାୟ 6 ପଦରେ ଲେଖାଗଲା, ଯୀଶୁ ତାଙ୍କୁ କହିଲେ। ଅର୍ଥାତ୍ କାହାକୁ କହିଲେ? 5 ଆଉ 6 ପଦ ଯଦି ଆମେ ପଢିଦେବା, ଲେଖାଯାଏ, ଥମା ତାଙ୍କୁ ପଚାରିଲେ, ପ୍ରଭୁ ଆପଣ କେଉଁ ସ୍ଥାନକୁ ଯାଉଅଛନ୍ତି ତାହା ଆମ୍ଭେମାନେ ଜାଣୁନାହିଁ, ପଥ ବା କିପରି ଜାଣିପାରୁ? 6 ପଦରେ ଯୀଶୁ ତାଙ୍କୁ କହିଲେ। କାହାକୁ କହିଲେ? ଥମାଙ୍କୁ କହିଲେ, ମୁଁ ପଥ, ସତ୍ୟ ଆଉ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ପ୍ରିୟମାନେ, ଥମା ଏଥିପାଇଁ ଏ ଭାରତକୁ ଆସିଥିଲେ। ଯୀଶୁ ହିଁ ପଥ, ଯୀଶୁ ହିଁ ସତ୍ୟ, ଏହା କହିବା ପାଇଁ ଏହି ପ୍ରକାଶନ ସହିତ ସେ ଭାରତକୁ ଆସିଥିଲେ। ଭାରତରେ ଅନେକ ପଥ ବିଷୟରେ କୁହାଯାଏ, ଅନେକ ସତ୍ୟ ବିଷୟରେ କୁହାଯାଏ। ନାଇଁ, ସେଇ ନଦୀ ସତ୍ୟ, ସେଇ ଗଛ ସତ୍ୟ, ସେ ସୂର୍ଯ୍ୟ ସତ୍ୟ, ଏଇ ପ୍ରକାର କଥା ଗୁଡିକ ଏଇ ଭାରତରେ ଅନେକ ପ୍ରକାର ବିଧି ବିଧାନର କଥା ଗୁଡିକ କୁହାଯାଏ। ପ୍ରିୟମାନେ, ଥମା ଏହା କହିବା ପାଇଁ ଆସିଲେ ଗଛ ସତ୍ୟ ନାହିଁ। ଗଛକୁ ଯେ ସୃଷ୍ଟି କଲେ ସେ ଯୀଶୁ ହିଁ ସତ୍ୟ ଅଟନ୍ତି। ସୂର୍ଯ୍ୟ ସତ୍ୟ ନାହିଁ। ସୂର୍ଯ୍ୟର ସୃଷ୍ଟିକର୍ତ୍ତା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ, ସେ ହିଁ ଏକମାତ୍ର ସତ୍ୟ, ସେ ହିଁ ପଥ। ଭାରତରେ ଅନେକ ବିଶ୍ୱାସ ଗୁଡିକ ରହିଛି। ସେମାନେ ବିଶ୍ୱାସ କରନ୍ତି ପଥ ଅନେକ, ମାତ୍ର ଲକ୍ଷ୍ୟ ଗୋଟେ। ପ୍ରିୟମାନେ, ପଥ ଯଦି ଭିନ୍ନ, ଲକ୍ଷ୍ୟ ମଧ୍ୟ ଭିନ୍ନ ହେଇଯାଏ।
ଆପଣ ଗୋଟିଏ ରାସ୍ତାରେ ଗାଡ଼ି ଧରି ଅନ୍ୟ ରାସ୍ତାକୁ ଆପଣ ଯାଇପାରିବେ ନାହିଁ। ଆପଣ ଯୋଉ ରାସ୍ତାରେ ଯାଉଛନ୍ତି ସେଇ ସ୍ଥାନରେ ହିଁ ଆପଣ ପହଞ୍ଚିବେ। ସେଥିପାଇଁ ଥମା କହିବା ପାଇଁ ଆସିଲେ ଯୀଶୁ ହିଁ ଏକମାତ୍ର ମାର୍ଗ, ଏକମାତ୍ର ପଥ, ଯେ କି ସ୍ୱର୍ଗକୁ ଯିବା ପାଇଁ, ଉଦ୍ଧାର ପାଇବା ପାଇଁ, ପରିତ୍ରାଣ ପାଇବା ପାଇଁ, ପାପ କ୍ଷମା ପାଇବା ପାଇଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଥମା ଏହା କହିବା ପାଇଁ ଏ ଭାରତକୁ ଆସିଥିଲେ। ଆପଣମାନଙ୍କ ନିକଟରେ ମୁଁ ତୃତୀୟ ବିଷୟ ରଖିବା ପାଇଁ ଚାହେଁ, ଯାହା ସାଧୁ ଥମା ଭାରତକୁ କହିବା ପାଇଁ ଆପଣମାନଙ୍କୁ ମତେ ସେ ଜଣାଇବା ପାଇଁ ଆସିଲେ। ଜହନ ଲିଖିତ ସୁସମାଚାର 11 ଅଧ୍ୟାୟ ତାର 16 ପଦରେ ଲେଖାଗଲା, ସେଥିରେ ଥମା, ଯାହାଙ୍କୁ ଦିଦୁମ ବୋଲି କହନ୍ତି, ସେ ଆପଣା ସଙ୍ଗୀ ଶିଷ୍ୟମାନଙ୍କୁ କହିଲେ, ଚାଲ ଆମ୍ଭେମାନେ ମଧ୍ୟ ଯାଇ ତାହାଙ୍କ ସଙ୍ଗରେ ମରିବା। ଏହା କେଉଁ ବିଷୟକୁ ଦର୍ଶାଏ, କେଉଁ ଘଟଣାକୁ ଆମେ ବୁଝୁ? ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଲାଜରଙ୍କୁ କବର ସ୍ଥାନରୁ ସେ ପୁନର୍ବାର ଉଠେଇବା ପାଇଁ ଯାଉଛନ୍ତି, ସେଇ ସମୟର କଥା ଏଟା, ଯେ ଯୀଶୁ ଖ୍ରୀଷ୍ଟଙ୍କୁ ସେ ଜାଣିଥିଲେ ଯୀଶୁ ହିଁ ପୁନରୁତ୍ଥାନ ଆଉ ଜୀବନ। ଏହା କହିବା ପାଇଁ ସେଇ ଭାରତକୁ ଆସିଲେ। ଯୀଶୁଙ୍କ ଛଡ଼ା ପୁନରୁତ୍ଥିତ ପ୍ରଭୁ ଆଉ ଜୀବିତ ପ୍ରଭୁ କିଏ ନାହାନ୍ତି, ଏହା କହିବା ପାଇଁ ସେ ଆସିଥିଲେ। ପ୍ରିୟମାନେ, ସେ ଦେଖିଥିଲେ ଲାଜରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠେଇବା। ସେଥିପାଇଁ ଥମା ଏଇ ଭାରତକୁ ଆସିଲା ପରେ 20 ବର୍ଷର ସେବା କାର୍ଯ୍ୟରେ ସେ ଅନେକଙ୍କୁ ମୃତମାନଙ୍କ ମଧ୍ୟରୁ ସେ ମଧ୍ୟ କଣ କଲେ? ଉଠାଇଲେ। ସେ ଜାଣିଥିଲେ ଯୀଶୁ ପୁନରୁତ୍ଥାନ ଆଉ ଜୀବନ, ତାଙ୍କ ପାଖରେ ଶକ୍ତି ଅଛି। ଏହା ଜଣାଇବା ପାଇଁ, ଏହି ସନ୍ଦେଶ ଭାରତକୁ ଦେବା ପାଇଁ ସେ ଭାରତକୁ ଚାଲି ଆସିଲେ। ପ୍ରଭୁଙ୍କର ଗୌରବ ହଉ। ଆପଣମାନଙ୍କ ନିକଟରେ ମୁଁ ଚତୁର୍ଥ ବିଷୟ ରଖିବା ପାଇଁ ଯାଏ। ଚତୁର୍ଥ ବିଷୟ ଆପଣମାନେ ମୋ ସହିତ ପଢ଼ିବେ। ଜହନ ଲିଖିତ ସୁସମାଚାର 20 ଅଧ୍ୟାୟ ତାର 27 ଆଉ 28 ପଦ। ଜହନ ଲିଖିତ ସୁସମାଚାର 20 ଅଧ୍ୟାୟ 27 ଆଉ 28 ପଦରେ ଲେଖାଗଲା, ପରେ ସେ ଥମାଙ୍କୁ କହିଲେ, ଏଆଡ଼େ ତୁମ୍ଭର ଅଙ୍ଗୁଳି ବଢ଼ାଅ, ମୋହର ହାତ ଦେଖ ଓ ପାଦ ବଢ଼ାଇ ମୋର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷ ଦେଶରେ ଦିଅ। ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ। 28 ପଦ। ଥମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ୱର। ପ୍ରଭୁଙ୍କର ଗୌରବ ହଉ। ପୁନରୁତ୍ଥାନ ପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କ ଶିଷ୍ୟମାନଙ୍କୁ ଦର୍ଶନ ଦେଲେ। ସେହି ସମୟରେ ଥମା ନଥିଲେ, ସେଥିପାଇଁ ସେ ସନ୍ଦେହ କଲେ, ଯେ ପର୍ଯ୍ୟନ୍ତ ମୁଁ ଯୀଶୁଙ୍କୁ ଛୁଇଁବି ନାହିଁ, ଦେଖିବି ନାହିଁ, ସେ ପର୍ଯ୍ୟନ୍ତ ଯୀଶୁ ଯେ ମୃତମାନଙ୍କ ମଧ୍ୟରୁ ଉଠିଛନ୍ତି ତାହା ମୁଁ ବିଶ୍ୱାସ କରିବି ନାହିଁ। ଯେତେବେଳେ ଏହି କଥା ଦିଦୁମ ଅର୍ଥାତ୍ ଥମାଙ୍କ ମନରେ ଜାଗୃତି ହେବାର ପ୍ରଭୁ ଜାଣି ଥମାଙ୍କ ନିମନ୍ତେ ସ୍ପେସିଆଲି ସେ କଣ କଲେ? ଦର୍ଶନ ଦେଲେ। ଏକ ସ୍ୱତନ୍ତ୍ର ଭାବରେ ଥମାଙ୍କୁ ଦର୍ଶନ ଦେଲେ। ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଥମାଙ୍କୁ ଦର୍ଶନ ଦେଲେ, ଥମାଙ୍କ ବିଶ୍ୱାସ ବୃଦ୍ଧି ହେଇଗଲା, ତାଙ୍କ ଜୀବନ ପରିବର୍ତ୍ତିତ ହେଇଗଲା। ସେ ଜାଣିଲେ ଯେ ଏ ହେଉଛନ୍ତି ମୋହର ପ୍ରଭୁ ଆଉ ମୋହର ଈଶ୍ୱର। ସେ ମୃତମାନଙ୍କ ମଧ୍ୟରୁ ଏକମାତ୍ର ବ୍ୟକ୍ତି ଯେ କି ମୃତମାନଙ୍କ ମଧ୍ୟରୁ ଉଠିଛନ୍ତି। ସେ ଜୀବିତ ପରମେଶ୍ୱର, ମୋହର ଈଶ୍ୱର ଆଉ ମୋହର ପ୍ରଭୁ। ଭାରତର ମଧ୍ୟ ସେ ପ୍ରଭୁ ଅଟନ୍ତି, ଭାରତର ମଧ୍ୟ ପରମେଶ୍ୱର ଅଟନ୍ତି। ଭାରତର ଲୋକମାନଙ୍କୁ ମଧ୍ୟ ସେ ଉଦ୍ଧାର କରିପାରିବେ। ଭାରତର ଲୋକମାନଙ୍କର ମଧ୍ୟ ସେ ଆଶା ଆଉ ବିଶ୍ୱାସର ପ୍ରଭୁ ଅଟନ୍ତି। ଏହା କହିବା ପାଇଁ ସେ ଭାରତକୁ ଆସିଲେ। ପଞ୍ଚମ ବିଷୟ ଆଉ ଶେଷ ବିଷୟ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ। ପ୍ରିୟମାନେ, ମାର୍କ ଲିଖିତ ସୁସମାଚାର 8 ଅଧ୍ୟାୟ 35 ପଦ। ମାର୍କ ଲିଖିତ ସୁସମାଚାର 8 ଅଧ୍ୟାୟ 35 ପଦରେ ଲେଖାଗଲା, କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ ସେ ତାହା ହରାଇବ, କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ ସେ ରକ୍ଷା ପାଇବ, ସେ ତାହା ରକ୍ଷା କରିବ। ପ୍ରଭୁଙ୍କର ଗୌରବ ହଉ। ଆମେ ଜାଣୁ ଯେ ଥମା ଆସି এই ଭାରତରେ ସେ ଶହୀଦ ହେଇଗଲେ। କ'ଣ ପାଇଁ ଶହୀଦ ହେଲେ? ସେ ଆପଣା ନାମ ପାଇଁ ନାହିଁ, ଆପଣା ରାଜ୍ୟ ସ୍ଥାପନ କରିବା ଉଦ୍ଦେଶ୍ୟରେ ନୁହେଁ, ଆପଣାର ସମାଜରେ ପ୍ରତିଷ୍ଠିତ ହେବା ଉଦ୍ଦେଶ୍ୟରେ ନୁହେଁ। ସେ ଯୀଶୁଖ୍ରୀଷ୍ଟଙ୍କ ଲାଗି, ଯୀଶୁଖ୍ରୀଷ୍ଟଙ୍କ ସୁସମାଚାର ଲାଗି ସେ କ'ଣ ହେଲେ? ଶହୀଦ ହେଲେ। ପ୍ରିୟମାନେ, ସେ ଆପଣା ଜୀବନକୁ ଯୀଶୁଖ୍ରୀଷ୍ଟଙ୍କ ସେବା ଆଉ ତାଙ୍କର ସୁସମାଚାର ନିମନ୍ତେ ନିଜ ଜୀବନକୁ ଦେବା ପାଇଁ ଏ ଭାରତକୁ ଆସିଥିଲେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ଭାରତରେ ଥମା ନାହାନ୍ତି, କିନ୍ତୁ ଥମାଙ୍କ ସୁସମାଚାର ଶୁଣି ଆମେ ବିଶ୍ୱାସୀ ମାନେ ଅଛୁ। ଥମା ଯେ ପ୍ରକାର ପ୍ରଭୁଙ୍କ ସେବା ନିମନ୍ତେ ନିଜକୁ ସମର୍ପଣ କଲେ, ଆମେ ମଧ୍ୟ ପ୍ରତ୍ୟେକ
ଗାଁ ଅଞ୍ଚଳ ସାହି ପଡ଼ିଶା ଭାରତ ସମଗ୍ର ଭାରତ ରାଜ୍ୟରେ ଆମେ କ'ଣ କରିବା ଆବଶ୍ୟକ ରହିଛି? ଥମାଙ୍କ ପରି ପ୍ରଭୁଙ୍କ ସେବା ନିମନ୍ତେ ନିଜକୁ ସମର୍ପଣ ସହିତ ଆଗକୁ ବଢ଼ିବା ଆବଶ୍ୟକ ରହିଛି। ପରମେଶ୍ୱର ଏ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହେଇଥିବାରୁ ମୁଁ ତୁମର ଗୌରବ କରେ। ପ୍ରଭୁ ଧନ୍ୟବାଦ ପ୍ରଭୁ, ତୁମରି ମନୋନୀତ ଏକ ପ୍ରେରିତଙ୍କୁ ତୁମେ ଆମ ଏହି ଭାରତ ଦେଶକୁ ପଠେଇଲ। ଆମେ ଜାଣିଛୁ ଭାରତ ଦେଶକୁ ତୁମେ ବହୁତ ପ୍ରେମ କରୁଛ। ଆଜି ବି ପ୍ରଭୁ ଅନେକ ଜାଗା ସାହି, ଅନେକ ଗ୍ରାମ, ଅନେକ ରାଜ୍ୟ, ଅନେକ ପ୍ରଭୁ ଜିଲ୍ଲାରେ ତୁମର ସୁସମାଚାର ପହଞ୍ଚି ନାହିଁ। ଆମେ ବି ପ୍ରାର୍ଥନା କରୁଛୁ ପ୍ରଭୁ, ତୁମେ ଆମକୁ ତୁମରି ଶିଷ୍ୟ ପରି ପ୍ରକୃତ ମନୋନୀତ ପ୍ରଚାରକ ସଦୃଶ ତୁମେ ଆମମାନଙ୍କୁ ପ୍ରଭୁ ତୁମେ ଠିଆ କର, ଉଠାଅ, ଶକ୍ତି ଦିଅ। ଅନେକ ବର୍ଷ ହେଲା ପରେ ମଧ୍ୟ ଆଜି ଏହି ଭାରତରେ ସୁସମାଚାର ପହଞ୍ଚି ପାରୁନାହିଁ ପ୍ରଭୁ, ପ୍ରଚାରିତ ହେଇପାରୁନାହିଁ ପ୍ରଭୁ। ତୁମରି ମନୋନୀତ ସେଇ ଥମାଙ୍କ ପରି ଅନେକ ଲୋକଙ୍କର ଏହି ଭାରତରେ ଆବଶ୍ୟକ ରହିଛି। ତୁମେ ଆମମାନଙ୍କୁ ଠିଆ କର, ଅଭିଷେକ କର ପ୍ରଭୁ। ତମ ବାକ୍ୟ ନେଇ ଆମେ ଅନେକ ସ୍ଥାନରେ ଯାଇ ପ୍ରଭୁ ତୁମର ସାକ୍ଷୀ ହେଇପାରିବୁ। ତୁମେ ଆମମାନଙ୍କୁ ଦୟା କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍।